ଯେ ବର୍ତ୍ତମାନ ଘଟଣା କ'ଣ କି ଓଡ଼ିଶାରେ ବିଭିନ୍ନ ସମୟରେ ରିସେଣ୍ଟଲି ବହୁ ଅଦ୍ଭୁତ ଘଟଣା ମାନେ ଘଟି ଚାଲିଛି ମାନେ ପର୍ଟିକୁଲାରଲି ପ୍ରପର୍ଟିକି ନେଇକିରି ଓଡ଼ିଶାରେ ହଜାର ହଜାର କୋଟି ଟଙ୍କାର ବ୍ଲାକ୍ ମନି ଧରା ହେଉଛି ଆଉ ବିଭିନ୍ନ ପ୍ରକାର ଲୋକମାନେ ଗିରଫ ହେଉଛନ୍ତି ଏସବୁ ତଦନ୍ତ ଚାଲିଛି ସିବିଆଇ ତଦନ୍ତ କରୁଛି ଆଉ ଅନ୍ୟାନ୍ୟ ତଦନ୍ତକାରୀ ସଂସ୍ଥାମାନେ ମଧ୍ୟ ତଦନ୍ତ କରୁଛନ୍ତି ଆଉ ଏ ଭିତରେ ଏ ଯେଉଁ ମିଳିଲା ଏୟାରପୋର୍ଟରୁ ଭୁବନେଶ୍ୱର ଏୟାରପୋର୍ଟରୁ ଯେଉଁ ମିଳିଛି 80 କେଜି ସୁନା ଏବଂ ପ୍ରଚୁର ପରିମାଣର ରୂପା ତାକୁ ନେଇକରି ବର୍ତ୍ତମାନ ତଦନ୍ତ ଚାଲିଛି ଏବଂ ତାର ସତ୍ୟାସତ୍ୟ ଏପର୍ଯ୍ୟନ୍ତ ଆଲୋକକୁ ଆସିନାହିଁ ତଥାପି ଯେହେତୁ ଏତିକି ବେଳେ ରତ୍ନଭଣ୍ଡାର ଖୋଲା ହେଇଛି ଦ୍ୱିତୀୟ ଫେଜ୍ରେ ତେଣୁକରି କିଛି ଲୋକ ତାକୁ ରତ୍ନଭଣ୍ଡାର ସହିତ ତାକୁ ଯୋଡ଼ୁଛନ୍ତି ଏବଂ ଏଇଟାକୁ ସେମାନେ ପ୍ରମାଣିତ କରିବାକୁ ଚାହୁଁଛନ୍ତି ଯେ ରତ୍ନଭଣ୍ଡାର ସହିତ ୟାର ସମ୍ପର୍କ ଅଛି ଏବଂ ସାମ୍ପ୍ରତିକ ଯେଉଁ ବିଜେପି ସରକାର ବର୍ତ୍ତମାନ ଓଡ଼ିଶାରେ ଶାସନ ଦାୟିତ୍ୱରେ ଅଛନ୍ତି ଏଥିରେ ତାଙ୍କର କିଛି ହାତ ଅଛି ବୋଲି କିନ୍ତୁ ଯେପର୍ଯ୍ୟନ୍ତ ଏସବୁ ଘଟଣା ଏ ଯେଉଁ ଅଭିଯୋଗମାନେ ସତ ବୋଲି ପ୍ରମାଣିତ ନ ହୋଇଛି ସେ ପର୍ଯ୍ୟନ୍ତ ଆମେ କୌଣସି କଥା ସ୍ପଷ୍ଟ ଭାବରେ କହିପାରିବା ନାହିଁ ବା କୌଣସି ଲୋକ ସ୍ପଷ୍ଟ ଭାବରେ କହିପାରିବେ ନାହିଁ ପ୍ରକୃତରେ ଏଇ ଯେଉଁ 80 କେଜି ସୁନା ମିଳିବା ଭୁବନେଶ୍ୱର ଏୟାରପୋର୍ଟରୁ ଏଇଟା ଗୋଟେ ଦୁର୍ଲଭ ଘଟଣା ଏବଂ ଏଭଳି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବାର ନିହାତି ଆବଶ୍ୟକତା ରହିଛି ୟାକୁ ସିବିଆଇ ଏନକ୍ୱାରି କରୁ ବା ଯେକୌଣସି ମାନେ ତଦନ୍ତକାରୀ ସଂସ୍ଥା ଯେଉଁଟାକି ନିର୍ଭରଯୋଗ୍ୟ ବୋଲି ଜଣାଶୁଣା ଥିବ ବା ପ୍ରମାଣିତ ହେବ ସିଏ ତଦନ୍ତ କଲା ପରେ ପ୍ରକୃତ ତଥ୍ୟ ହୁଏତ ଲୋକକୁ ଆସିବ ବର୍ତ୍ତମାନ ଯାହା ସବୁ ଆଲୋଚନା ହେଉଛି ସେସବୁ କେବଳ ଅଭିଯୋଗ ସ୍ତରୀୟ ଏବଂ ପ୍ରକୃତରେ ଯଦି ଏଇ ଯେଉଁ 80 କେଜି ସୁନା ସହିତ ବିଜେପି ସରକାର କିଛି ସମ୍ପର୍କ ଥିବ ସେଇଟା ଯଦି ଆଲୋକକୁ ଆସିଲା ତେବେ ନିଶ୍ଚିତ ଭାବରେ ବିଜେପି ସରକାର ନିନ୍ଦିତ ହେବ କେନ୍ଦ୍ରରେ ଓ ରାଜ୍ୟରେ ତେଣୁ ଯେପର୍ଯ୍ୟନ୍ତ ପ୍ରକୃତ ତଥ୍ୟ ଆଲୋକକୁ ଆସିନି ଏବଂ ପ୍ରକୃତରେ ଏଇ ଯେଉଁ 80 କେଜି ସୁନାର ମାଲିକ କିଏ ସେଇଟା ଜଣାପଡ଼ିନାହିଁ ଏବଂ ଏ ବିଷୟ ଦୃଢ଼ ଭାବରେ ଘୋଷିତ ହୋଇନାହିଁ ସରକାରୀ ସଂସ୍ଥା ବା ରାଜ୍ୟ ସରକାର ହେଉ ବା କେନ୍ଦ୍ର ସରକାର ହେଉ ଘୋଷଣା କରିନାହାନ୍ତି ସେ ପର୍ଯ୍ୟନ୍ତ ଏ ବିଷୟରେ ଏହା କେବଳ ଗୋଟେ ମାନେ ଅନୁମାନ ବା ଅଭିଯୋଗ ବୋଲି ଆମେ ତାକୁ ଧରିନେବା